ଆଜିର ପ୍ରଥମ ଖବର 3 ବର୍ଷରେ ରାଜ୍ୟ ସରକାରଙ୍କ ବିଜ୍ଞାପନ ଖର୍ଚ୍ଚ 300 କୋଟି ଟଙ୍କା ପାର। ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ, ହେଲେ କଥାଟି କିନ୍ତୁ ପୁରାପୁରି ସତ। ଗତ 3ଟି ଆର୍ଥିକ ବର୍ଷରେ ବିଜ୍ଞାପନ ବାବଦରେ ରାଜ୍ୟ ସରକାର 380 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ଏନେଇ ଉତ୍ତର ରଖିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମିଳିଥିବା ସୂଚନା ମୁତାବକ 2022-23, 2023-24 ଏବଂ 2024-25ରେ ଟିଭି ଏବଂ ନ୍ୟୁଜ୍ ପେପରକୁ ବିଜ୍ଞାପନ ଦେବା ବାବଦରେ ସରକାର 380 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହାର ବର୍ଷୱାରୀ ତଥ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ଜାରି କରିଛନ୍ତି। ରିପୋର୍ଟ ମୁତାବକ ଗତ 3ଟି ଆର୍ଥିକ ବର୍ଷରେ ରାଜ୍ୟ ସରକାର ଏ ବାବଦରେ ମୋଟ 399 କୋଟି 95 ଲକ୍ଷ 12,650 ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହା ଭିତରକୁ କେବଳ ଗତ ବର୍ଷ 108 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପରବର୍ତ୍ତୀ ଖବର ଆସନ୍ତା 20 ତାରିଖରୁ ରାଜ୍ୟରେ ସମସ୍ତ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ 100% ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ୟୁନିଫାଏଡ୍ ଅଟୋମେସନ ସିଷ୍ଟମ ମଡ୍ୟୁଲ ଉପସ୍ଥାପନା ଲାଗୁ ହେବ। ଏନେଇ ଓସେପାରା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ମଙ୍ଗଳବାର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାର୍ଚ୍ଚରେ ସମସ୍ତ ଜିଲ୍ଲା ଓ ବ୍ଲକ ଓ କ୍ଲଷ୍ଟରର ମାଷ୍ଟର ଟ୍ରେନରଙ୍କ ଦ୍ୱାରା ଦିଗଦର୍ଶନ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଡିଷ୍ଟ୍ରିକ୍ଟ ପ୍ରୋଗ୍ରାମର, ବ୍ଲକ MISPC ଏବଂ CRCC ମାନେ ଯୋଗ ଦେଇଥିଲେ। ଶିକ୍ଷୟିତ୍ରୀ ଶିକ୍ଷକଙ୍କ ତଥ୍ୟ ଓ ଉପସ୍ଥାପନା ସମେତ ଛାତ୍ରଛାତ୍ରୀଙ୍କ ଉପସ୍ଥାପନା ଯାଞ୍ଚ କରିବାକୁ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କଟକ ଓ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ଏହି କାର୍ଯ୍ୟକୁ ସଫଳ କରିଥିବାରୁ ଉଭୟଙ୍କୁ ପ୍ରଶଂସା କରାଯିବା ସହ ଅନ୍ୟ ଜିଲ୍ଲା ଅଧିକାରୀମାନଙ୍କୁ 20 ତାରିଖ ସୁଦ୍ଧା US ଉପସ୍ଥାପନା କାର୍ଯ୍ୟକ୍ରମ କରିବାକୁ ଓସେପା ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ଖବର ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି, ଶସ୍ତା ହେଲା ସୁନାର ଦାମ। ସେପ୍ଟେମ୍ବର 18 ଅର୍ଥାତ୍ ଗୁରୁବାର ପୁଣି କମିଛି ସୁନାର ଦାମ। 24 କ୍ୟାରେଟ 10 ଗ୍ରାମ ସୁନାର ଦାମ 1,11,170 ଟଙ୍କା ରହିଛି। ଗତକାଲି 1,11,710 ଟଙ୍କା ଥିଲା, ଏଥିରେ 540 ଟଙ୍କା ହ୍ରାସ ହୋଇଛି। 22 କ୍ୟାରେଟ 10 ଗ୍ରାମ ସୁନାର ଦାମ 1,01,900 ଟଙ୍କା ରହିଛି। ଗତକାଲି 1,02,400 ଟଙ୍କା ଥିଲା, ଏଥିରେ 500 ଟଙ୍କା ହ୍ରାସ ହୋଇଛି। ପରବର୍ତ୍ତୀ ଖବର ବର୍ଷାରେ ଭିଜିପାରେ ଦଶହରା। ସେପ୍ଟେମ୍ବର 25-26 ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଉ ଏକ ଘନୀଭୂତ ହେବା ପାଇଁ ପାଗ ମଧ୍ୟ ଅନୁକୂଳ ରହିଛି। ଏହା ଫଳରେ ଦଶହରାରେ ବର୍ଷା ହେବାର ଆଶଙ୍କା କରାଯାଉଛି। ଏପରି ହେଲେ ଚଳିତ ଦଶହରା ବଜାର ଫିକା ପଡ଼ିପାରେ। ପରବର୍ତ୍ତୀ ଖବର ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଏଣିକି ମାଗଣାରେ ବସ୍ରେ ଯିବେ ସ୍କୁଲ ଛାତ୍ରଛାତ୍ରୀ। ସ୍କୁଲ ୟୁନିଫର୍ମ ପିନ୍ଧି ଆଇ କାର୍ଡ ଦେଖାଇଲେ ପଡ଼ିବନି ବସ୍ ଭଡ଼ା। ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ମିଳିବ ଏହି ସୁବିଧା। ସ୍କୁଲ ପିଲାଙ୍କୁ ନଜରରେ ରଖି ବସ୍ ଚଳାଚଳ ସମୟରେ ପରିବର୍ତ୍ତନ ହେବ। ଏଥିପାଇଁ OSRTCକୁ ଅନୁରୋଧ କରିଛି ଗଣଶିକ୍ଷା ବିଭାଗ। ରୁଟ୍ରେ ମଧ୍ୟ ପରିବର୍ତ୍ତନ କରିବାକୁ ଅନୁରୋଧ ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଷ୍ଟମ ବେତନ କମିଶନ 2024 ଅର୍ଥାତ୍ ପରବର୍ତ୍ତୀ ବର୍ଷ ଆରମ୍ଭରୁ ଲାଗୁ ହେବ। ଏଥିପାଇଁ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କୁ 2027 ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବନି। ବିଶେଷ ସୂତ୍ର ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ମାସରେ ଏକ ପ୍ରତିନିଧି ଦଳ ସରକାରୀ କର୍ମଚାରୀ ଜାତୀୟ ମହାସଂଘ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଭେଟିଥିଲେ ଆଉ ଅଷ୍ଟମ ବେତନ ସମ୍ପର୍କରେ ଆଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଖୁବ୍ ଶୀଘ୍ର ଅଷ୍ଟମ ବେତନ କମିଶନ କାର୍ଯ୍ୟକାରୀ ହେବ ଏବଂ ଏହାର ପେନାଲକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ।